ପ୍ରବଳ ବର୍ଷାରେ ଅନୁଷ୍ଠିତ ହୋଇଯାଇଛି ବାହୁଡ଼ା ଯାତ୍ରା। ଆଜି ସକାଳେ ପ୍ରବଳ ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମାଉସୀମା ମନ୍ଦିରଠାରେ ଶ୍ରୀ ଦଧିଜୀଉଙ୍କର ପହଣ୍ଡି ହେବା ପରେ ଶ୍ରୀ ଦଧିବାମନ ଜୀଉଙ୍କର ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦଇତାପତି ତଥା ସେବାୟତ ପ୍ରବଳ ବର୍ଷାକୁ ନ ମାନି ଶ୍ରୀ ଦଧିଜୀଉଙ୍କର ନୀତିକାନ୍ତି ସାରି ଶ୍ରୀଜୀଉଙ୍କୁ ରଥରେ ପ୍ରତିଷ୍ଠା କରିଥିଲେ। ତାପରେ ହଜାର ହଜାର ଭକ୍ତମାନେ ମଧ୍ୟ ପ୍ରବଳ ବର୍ଷାକୁ ନ ମାନି ରଥକୁ ଟାଣି ନେଇଥିଲେ। ନୃତ୍ୟଶିଳ୍ପୀମାନେ ନୃତ୍ୟ ରୂପକ ଭକ୍ତିକୁ ଶ୍ରୀ ବିଗ୍ରହ ଚରଣରେ ସମର୍ପଣ କରିଥିଲେ। ଜିଲ୍ଲା ଆରକ୍ଷୀ ବାହିନୀ ଶକ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏହା ସହିତ ଏନ୍ସିସି ଓ ସ୍କାଉଟ୍ ଗାଇଡ୍ ରେଡ୍କ୍ରସ୍ ବାହିନୀ ବର୍ଷା ନ ମାନି ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ। ପୌର ପ୍ରଶାସନ ପକ୍ଷରୁ ପାଣି ବଣ୍ଟନ କରିଥିବା ବେଳେ ବିଭିନ୍ନ କ୍ଲବ ମାନେ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ଜଗନ୍ନାଥ ସର୍ବ ଆତ୍ମାର ଅଧୀଶ୍ୱର, ତାଙ୍କର ନାହିଁ ପରାପର, ସେ ସର୍ବ ଶକ୍ତିମାନ। କେନ୍ଦୁଝରରୁ ଗଗନ ବିହାରୀ ଦାସଙ୍କ ରିପୋର୍ଟ, G9 ଓଡ଼ିଆ।